ରୋଷେଇ କରିବା ବେଳେ ମୁଁ ସବୁବେଳେ ଚେଷ୍ଟା କରେ ଯେମିତି ଆମ ପରମ୍ପରାର ସ୍ୱାଦ ବଜାୟ ରହିବ। ମୁଁ ଜଣେ ଗୃହିଣୀ ଭାବରେ ପରିବାରର ଯତ୍ନ ନେବା ସହିତ ଏହି କ୍ଷୁଦ୍ର ପ୍ରୟାସ ଆପଣମାନଙ୍କ ପାଖରୁ ପଠାଉଛି। ଭଲ କଣ୍ଟେଣ୍ଟ ପହଞ୍ଚାଇବାକୁ ଚେଷ୍ଟା କରୁଛି। ଆପଣ ମୁଁ ଆଉ ଗୋଟେ କଥା, ଭିଡ଼ିଓ ଦେଖୁଛନ୍ତି କିନ୍ତୁ ଫଲୋ କରୁନାହାନ୍ତି କି ଲାଇକ୍ କରୁନାହାନ୍ତି। ନମସ୍କାର ଆଜ୍ଞା, ଆଜି ମୋ ରୋଷେଇ ଘରେ ପ୍ରସ୍ତୁତ ହେଉଛି ଓଡ଼ିଶାର ଏକଦମ ଖାଣ୍ଟି ସ୍ୱାଦ। ଗୋଟେ ପଟେ ଚଟପଟା ଛତୁ ଆମ୍ବୁଲ ବେସର ସହିତ ଅନ୍ୟପଟେ ଗରମ ଗରମ ଶାଗ ଭଜା। এই କମ୍ବିନେସନ୍ ଦେଖିଲେ ହିଁ ଜଣକର ଭୋକ ବଢ଼ିଯିବ। ଆପଣମାନେ ଜାଣନ୍ତି ଜଣେ ମା ଆଉ ଜଣେ ଗୃହିଣୀ ନିଜ ପସନ୍ଦର କାମ କରିବା ଏତେ ସହଜ ନୁହେଁ, କିନ୍ତୁ ମୋ ବାପାଙ୍କ ଆଶୀର୍ବାଦ ଆଉ ମୋ ସ୍ୱାମୀଙ୍କ ଭରପୁର ସହଯୋଗ ଯୋଗୁଁ ଆଜି ମୁଁ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣଙ୍କ ସହ ଯୋଡ଼ି ହୋଇପାରିଛି। ସେମାନଙ୍କର ସପୋର୍ଟ ହିଁ ମୋର ସବୁଠାରୁ ବଡ଼ ସମ୍ପତ୍ତି। ଦେଖନ୍ତୁ ଛତୁରେ ଆମ୍ବୁଲ ପଡ଼ିଲା ପରେ ଏହାର ରଙ୍ଗ କେମିତି ଚମକୁଛି, ଆଉ ଏପଟେ ଶାଗ ଭଜାରେ ଶୁଖିଲା ଲଙ୍କା ଆଉ ରସୁଣର ସେହି ବାସ୍ନା ପୁରା ଜମିଯିବ ଆଜି ଆଉ ଭାତ ସାଙ୍ଗକୁ। ଯଦି ଆପଣ এই ଦେଶୀ ରୋଷେଇ ଆଉ ମୋ କଥା ଆପଣମାନଙ୍କୁ ଭଲ ଲାଗିଲା ତେବେ ଭିଡ଼ିଓକୁ ଲାଇକ୍ କରିବେ। ଆପଣଙ୍କ ମଧ୍ୟରୁ କାହାକୁ ଛତୁ ବେସର ପସନ୍ଦ କମେଣ୍ଟରେ ନିଶ୍ଚୟ ଜଣାଇବେ। ଆଉ କ'ଣ କରୁଛନ୍ତି ସାଙ୍ଗମାନେ? ଭାବୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ଥ୍ୟାଙ୍କ ୟୁ, ବାଇ ବାଇ।